जय जगन्नाथ सांग मैंने मुझे पहुँची जाइए मालिका वर्णित माँ धाकुलें तीर्थरे जहाँकि कटकर प्रताप नगरी ठारे अवस्थित पुरी काकटपुर मुख्य केनाल एवं कुआखाई नदीर मझी भाग अवस्थित माँ धाकुलें पीठ। देखंतु अति गहलीर संभार भितर आतशबाजीर संभार प्रतिवर्ष चैती पूर्णमी रे माँकर यात्रा आरंभ हुए एवं प्रथम राति रे अन्य ठाकुर माने मध्य आसंती। मुख्य आकर्षण ही यात्रार प्रथम राति रे हेउची आतशबाजीर संभार। देखंतु केते खुशी रे आतशबाजी फुटा चली गहली मध्य लगी रही। राति 11टारू आरंभ हुए आतशबाजीर संभार भोर 5टार सरे। डीजे बाद्यर ताले ताले ठाकुर माने आसुचंती। ठाकुर मानकर आगमन माँ को पीठ को अत्यधिक गहली मध्य लगी रही। माँ को यात्रार प्रथम राति रे आतशबाजीर प्रचंड शब्द धरापृष्ठ पूरा कंपी उठुची। जनसमुद्र आस्ते आस्ते बढ़ी चली। जेते राति अधिक अधिक होउची सेते जनसमुद्र बढ़ी चली। आतशबाजीर आलोकमाल आकाश पूरा थरी उठुची। आपण मैंने केतବେଳେ चाहिए यही जगह को आसीपारे। जदि कटक आसुँच प्रताप नगर ओल्लै डाहाण पट केनाल बंधरे 200 मीटर चली चली गले माँ धाकुलें पीठ पड़ो। धाकुलें पीठ सहित आपण मैंने साई मंदिर दर्शन करें एवं धाकुलें मंडप बुलाबुली करें। जेहेतु मु रात्रि जाइए आपन को मंदिर पूरा देखई पारे नहीं। पर केतବେଳେ फांका समय गले आपन को मु मंदिर परिवेश देखी। देखो आतशबाजीर केते धुआं आकाश पूरा धुआंमय हो गला। बालीजात्रा भली कटकर आउ एक नियारा पर्व माँ धाकुलें चैती यात्रा। आतशबाजीर आलोकमाल आकाश पूरा हसी उठुची। बहुत सुंदर परिवेश सांग को भक्त मानकर आगमन। आम कला आम संस्कृतिर एक नियारा परिचय मालिका वर्णित माँ धाकुलें पीठ। निर्देशक सोहन कुमार राति अनिद्रा हुई भिडियोटी को आपण मानक सम्मुख को आनिचंती। ता परदिन सकाळ 5टार उठी स्कूल मध्य जाइछंती। देखंतु आतशबाजीर आलोकमाल केमिति झलसी उठुची आकाश।
ରାତି 11ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଆତସବାଜିର ସମ୍ଭାର ଆପଣମାନେ ପୂର୍ବରୁ କେଉଁଠି ଦେଖିନଥିବେ। ବହୁତ ସୁନ୍ଦର ଲାଗୁଛି ଆତସବାଜିର ସମ୍ଭାର, ଧୂଆଁମୟ ଆକାଶ, ଆତସବାଜିର ଆଲୋକମାଳାରେ ହସି ଉଠୁଛି ଆକାଶ। ଜନସମୁଦ୍ର ବଢ଼ି ବଢ଼ି ଚାଲିଛି, ରାତି ମଧ୍ୟ ବଢ଼ି ବଢ଼ି ଚାଲିଛି। ଭକ୍ତମାନଙ୍କର ଆବେଗ ମଧ୍ୟ ବଢ଼ି ବଢ଼ି ଚାଲିଛି। ଆତସବାଜିର ରଙ୍ଗୀନ ଆଲୋକମାଳାରେ ଆକାଶ ସୁସଜ୍ଜିତ ହୋଇଯାଉଛି। ମାଳିକା ବର୍ଣ୍ଣିତ ମା ଧାକୁଲେଇଙ୍କ ପୀଠରେ 7 ଦିନ ଧରି ଅନୁଷ୍ଠିତ ହୁଏ ଚୈତି ଯାତ୍ରା। ଚୈତି ଯାତ୍ରାର ଏହା ହେଉଛି ପ୍ରଥମ ରାତି। ପ୍ରଥମ ରାତିରେ ଆପଣମାନେ ଦେଖିବାକୁ ପାଇବେ କେବଳ ଆତସବାଜିର ସମ୍ଭାର। କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ତୁଳସୀ ଗଣନାଟ୍ୟ, ଏମିତି ବଡ଼ ବଡ଼ ଗଣନାଟ୍ୟମାନେ ଆସିକିରି ଏଠାରେ ମାଗଣାରେ ନାଚ ପରିବେଷଣ କରିକି ଫେରନ୍ତି। ତାହା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଏ ଏଠାରେ। ଅତି କୁନି କୁନି ପିଲାମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। କିଣା ବିକାର ପସରା ଖୋଲା ହୁଏ ଏଠାରେ। ଦେଖନ୍ତୁ ଆତସବାଜିର କେତେ ସମ୍ଭାର ଚାଲିଛି। ମୁଁ ଆଉ ଥରେ ଆପଣଙ୍କୁ ଲୋକେସନ୍ କହିଦେବାକୁ ଚାହୁଁଛି। ଆପଣ ଯଦି କଟକରୁ ଆସୁଛନ୍ତି, ପ୍ରତାପନଗରୀରେ ଓହ୍ଲେଇ ଡାହାଣ ପଟକୁ କେନାଲ ବନ୍ଧରେ ବାମ ପଟକୁ 200 ମିଟର ଯିବା ପରେ ମା ଧାକୁଲେଇଙ୍କର ପୀଠ ପଡ଼ିବ। ଯଦି ଆପଣ ଭୁବନେଶ୍ୱରରୁ ଆସୁଛନ୍ତି, ପ୍ରତାପନଗରୀରେ ଓହ୍ଲେଇ କେନାଲ ବନ୍ଧରେ ବାଁ ପଟକୁ 200 ମିଟର ଯିବା ପରେ ମା ଧାକୁଲେଇଙ୍କର ପୀଠ ପଡ଼ିବ। ଆପଣ ମାଙ୍କ ଦର୍ଶନ ସହିତ ସାଇବାବାଙ୍କର ଦର୍ଶନ କରିପାରିବେ ଏବଂ ଧାକୁଲେଇ ମଣ୍ଡପ ମଧ୍ୟ ବୁଲାବୁଲି କରିପାରିବେ। ଧାକୁଲେଇ ମଣ୍ଡପରେ ବାହାଘର, ବ୍ରତଘର ଇତ୍ୟାଦିର ଆୟୋଜନ କରାଯାଏ। ମା ଧାକୁଲେଇଙ୍କର ପୀଠକୁ ମାଳିକାରେ ବର୍ଣ୍ଣିତ କରାଯାଇଅଛି। କାହିଁ କେଉଁ ଆଦିମ କାଳରୁ ମା ଏଠାରେ ପୂଜା ପାଇ ଆସୁଛନ୍ତି। ଆତସବାଜିର ସମ୍ଭାର ବଢ଼ି ବଢ଼ି ଚାଲିଲା। ଯେତେ ରାତି ଅଧିକ ହେଇ ଚାଲିଲା, ଆତସବାଜିର ସମ୍ଭାର ବଢ଼ି ବଢ଼ି ଚାଲିଲା। ଏକା ସାଙ୍ଗରେ ଏତେ ସମୟ ଧରି ଆତସବାଜିର ସମ୍ଭାର ଆପଣମାନେ ପୂର୍ବରୁ କେଉଁଠାରେ ଦେଖିନଥିବେ। କଟକର ଏହା ଏକ ନିଆରା ପରମ୍ପରା। ବାଲିଯାତ୍ରା ଭଳି ଆପଣମାନେ ଏଠାରେ କିଣା ବିକାର ପସରା ମଧ୍ୟ ଦେଖିବାକୁ ପାଇପାରିବେ। ଆତସବାଜିର ସମ୍ଭାର ବଢ଼ି ବଢ଼ି ଚାଲିଛି।
ଆଲୋକମାଳାର ଆକାଶ ଝଲସି ଉଠୁଛି। ଦେଖନ୍ତୁ ବିଭିନ୍ନ ପ୍ରକାର ଆତସବାଜିର ସମ୍ଭାର। ଭକ୍ତମାନଙ୍କର ଗହଳି ମଧ୍ୟ ବଢ଼ି ବଢ଼ି ଚାଲିଛି। ଯେତେ ଭକ୍ତମାନଙ୍କର ଗହଳି ବଢ଼ି ବଢ଼ି ଚାଲିଛି, ଆତସବାଜିର ସମ୍ଭାର ମଧ୍ୟ ସେତେ ବଢ଼ି ବଢ଼ି ଚାଲିଛି। ବହୁତ ସୁନ୍ଦର ଦେଖାଯାଉଛି ଆକାଶ। ଆତସବାଜିର ଆଲୋକମାଳାରେ ଝଲସି ଉଠୁଛି। ଦେଖନ୍ତୁ କେତେ ଗହଳି ଲାଗି ରହିଛି। ପ୍ରଥମ ଦିନରେ ଏତେ ଗହଳି ଆପଣମାନେ ଦେଖୁଛନ୍ତି। 7 ଦିନ ପର୍ଯ୍ୟନ୍ତ ଯେଉଁଭଳି ଗହଳି ଏଠାରେ ଲାଗି ରହୁଥିବ ଆପଣମାନେ ଅନୁମାନ କରିପାରୁଥିବେ। କ୍ୟାମେରାମ୍ୟାନ୍ ଗହଳି ସହିତ ଆକାଶରେ ଆତସବାଜିର ସମ୍ଭାରକୁ ଆପଣମାନଙ୍କୁ ସ୍ପଷ୍ଟ ଭାବରେ ଦେଖାଇଛନ୍ତି। ମୁଁ ସବୁଠୁ ବେଶୀ ଧନ୍ୟବାଦ ଦେବି ଆମର ନିର୍ଦ୍ଦେଶକ ମହାଶୟ ସୋହନ କୁମାରଙ୍କୁ, ଯିଏକି ରାତି ଅନିଦ୍ରା ହେଇ ଭିଡ଼ିଓଟିକୁ ଆପଣମାନଙ୍କ ସମ୍ମୁଖକୁ ଆଣିଛନ୍ତି ଏବଂ ପୁରା ଉପସ୍ଥାପନା କରିଛନ୍ତି। ଆମେ ଓଡ଼ିଆ, ଆମ କଳା ସଂସ୍କୃତି ଭାରି ବଢ଼ିଆ। ମୋର ଆଶା ଆମ ଓଡ଼ିଶାର କଳା ସଂସ୍କୃତିକୁ ଆପଣମାନଙ୍କୁ ଦେଖାଇବା। ତେଣୁ ମୁଁ ଯଥାସମ୍ଭବ ଯେତିକି ପାରୁଛି ଆମ ଓଡ଼ିଶାର କଳା ସଂସ୍କୃତିକୁ ଆପଣମାନଙ୍କ ସମ୍ମୁଖକୁ ମୁଁ ନେଇ ଆସୁଛି। ଆମ କଟକର ଏକ ନିଆରା ପରମ୍ପରା ଧାକୁଲେଇ ଯାତ୍ରା ବା ଧାକୁଲେଇଙ୍କ ଚୈତି ଯାତ୍ରା। ଧନ୍ୟବାଦ।